ଝାରସୁଗୁଡ଼ା ଜିଲ୍ଲାର କୌଣସି ବି ଯୋଗ୍ୟ ଗରିବ ପରିବାର ଯେପରି ମୁଣ୍ଡ ଗୁଞ୍ଜିବା ପାଇଁ ବାସଗୃହ ଓ ଜମିରୁ ବଞ୍ଚିତ ନ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମତିରାମ ଚୌହାନ ଆଜି ବୁଢ଼ାପଡ଼ା ପରିଦର୍ଶନ କରିଛନ୍ତି। ନିକଟରେ ଅନୁଷ୍ଠିତ ଅଭିଯୋଗ ପ୍ରକୋଷ୍ଠରେ ମିଳିଥିବା ଆବେଦନକୁ ଆଧାର କରି ଜିଲ୍ଲାପାଳ ନିଜେ ସିଧାସଳଖ ଝାରସୁଗୁଡ଼ା ପୌରାଞ୍ଚଳ ଅଞ୍ଚଳ ଅନ୍ତର୍ଗତ ବୁଢ଼ାପଡ଼ା ସ୍ଥିତ ଘଟଣାସ୍ଥଳ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଭିଯୋଗକାରୀଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସେ ବୁଢ଼ାପଡ଼ା ଅଞ୍ଚଳର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ବିଶେଷ କରି ବୁଢ଼ାପଡ଼ା ଅଞ୍ଚଳର ଭୂମିହୀନ ପରିବାର ଏବଂ ଏଲ୍ଆର୍ସି ଧାରୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ଯେଉଁମାନଙ୍କ ପାଖରେ ଜମି ଅଧିକାର ପ୍ରମାଣପତ୍ର ରହିଛି ସେମାନଙ୍କ ଜମି ଚିହ୍ନଟ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ବୁଢ଼ାପଡ଼ା ଅଞ୍ଚଳରେ ବହୁ ଗରିବ ପରିବାର ପକ୍କା ଘର ପାଇବାରୁ ବଞ୍ଚିତ ଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ସମାଧାନ ସ୍ୱରୂପ ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳରେ ସାମିଲ କରିବା ପାଇଁ ଜିଲ୍ଲାପାଳ ସମୀକ୍ଷା କରିଥିଲେ। କୌଣସି ବି ପ୍ରକୃତ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନ ପଡ଼ନ୍ତି ସେଥିପାଇଁ ସ୍ୱଚ୍ଛତା ସହ ସର୍ଭେ କାର୍ଯ୍ୟ ଶେଷ କରିବାକୁ ସେ କହିଛନ୍ତି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିହାରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।